ମୁଁ ବ୍ଲଗ୍ ଭିଡ଼ିଓ କରୁଛି ବୋଲି ମାନେ ବ୍ଲଗ୍ ଭିଡ଼ିଓ କରୁଥିଲି ତ ମୋର ଜଣେ ଭାଇ ମୋତେ ବହୁତ ପରିହାସ କରି କହିଲା, ଯେଉଁଗୁଡ଼ା କୁହନ୍ତି ଥଟ୍ଟା କରି କହିଲା କାହିଁ ଏଗୁଡ଼ା କରୁଛୁ ଫାଲତୁରେ, ମାନେ ସରମ ଲାଗୁନି, ଲାଜ ଲାଗୁନି। ତ ମୁଁ ତାକୁ ଉତ୍ତରରେ କହିଲି, ଭାଇ ଦେଖ ତ ଆମ ଜୀବନ ଆଜି ଅଛି, କାଲିକି ଥିବ କି ନଥିବ କେହି ଜାଣିନାହାନ୍ତି। ଥରେ ଭାବିଲୁ ତୋର ଯଦି ପୁରୁଣା ସ୍ମୃତି ସେ ପିଲାଦିନର ବା ତୋର ଯେଉଁ ବିତି ଯାଇଥିବା ସମୟକୁ ତୁ ଥରେ ଦେଖିଥାନ୍ତୁ ବା ଏବେ ବି ଦେଖିବୁ ତତେ କେମିତି ଲାଗିବ? ଖୁସି ଲାଗିବ ନା ନାହିଁ? ଠିକ୍ ସେଇପରି ଆମ ସହିତ ମାନେ ଦେଖ ଆମେ ଆଜି ଅଛୁ, କାଲିକି ଥିବା କି ନଥିବା ଗୋଟେ ମାନେ କ୍ୱେଶ୍ଚିନ୍ ମାର୍କ। ତ ଆମର ଏଇ ଯେଉଁ ପୁରୁଣା ସ୍ମୃତିକୁ ଆମେ ଯଦି ସାଉଁଟିକି ରଖିବା, ବିତାଉଥିବା ଏ ସମୟକୁ ସାଉଁଟିକି ରଖିବା, ତ ହୁଏତ ଆମେ ଭବିଷ୍ୟତରେ କେବେ ଏଇ ସମୟ ଗୁଡ଼ିକୁ ଆମେ ଏଇ ମୁହୂର୍ତ୍ତ ଗୁଡ଼ିକୁ ଯେତେବେଳେ ଆମେ ଦେଖିବା ନା ବହୁତ ଖୁସି ଲାଗିବ। ତ ବ୍ଲଗ୍ ଭିଡ଼ିଓ କିଏ ଦେଖୁ କି ନ ଦେଖୁ, ଭାଇରାଲ୍ ହଉ କି ନ ହଉ, ସେଇଟା ବହୁତ ଦୂରର କଥା। ଧର ମୁଁ ବର୍ତ୍ତମାନ ଏ ଜାଗାରେ ଅଛି, ମାନେ ଏ ସୋସାଇଟିରେ ଯେଉଁ ମୋର ସମୟ ସବୁ ବିତଉଛି, ମୁଁ କେମିତି କ'ଣ ରହୁଛି, କ'ଣ ଷ୍ଟ୍ରଗଲ୍ କରୁଛି, କେମିତି ଖୁସିରେ ରହୁଛି, କ'ଣ ଖାଉଛି, ଏ ଯେଉଁଗୁଡ଼ା ଏଭ୍ରି ମୁମେଣ୍ଟ ମୁଁ କ୍ୟାପଚର୍ କରି ରଖୁଛି। ଦିନେ ନା ଦିନେ ସମୟ ଆସିବ ମୁଁ ଯେତେବେଳେ ହୁଏତ 50-60 ବର୍ଷ ଯାକେ ଭଗବାନଙ୍କ ଦୟାରୁ ଯଦି ବଞ୍ଚିଥାଏ, ତ ଏଇ ମୁମେଣ୍ଟ ଗୁଡ଼ାକୁ ଯେତେବେଳେ ମୁଁ ଦେଖିବି କେତେ ଖୁସି ଲାଗିବ। ତ ବ୍ଲଗ୍ ଭିଡ଼ିଓ ଭାଇ ଭାଇରାଲ୍ ହଉ କି ନ ଦେଖୁ, ମାନେ ଦେଖୁ କି ନ ଦେଖୁ, ସେଇଟା ମୋତେ କିଛି ବି ଫରକ ପଡ଼େନି। କିନ୍ତୁ ଏ ଯେଉଁ ମୁମେଣ୍ଟ ଗୁଡ଼ା ମୋ ପାଖରେ ରହୁଛି ନା, ସେଇଟା ଗୋଟେ ମୋ ପାଇଁ ମାନେ କୋଟି ଟଙ୍କାର ସହିତ ସମାନ। ତ ବର୍ତ୍ତମାନ ସକାଳ 9ଟା 9:30 ଆସିଗଲାଣି। ତ ଆଜି ଆମେ କିଛି ଆମର ଭିଡ଼ିଓ ତ ମୁଁ କହିବିନି, ବ୍ଲଗ୍ ବି କହିବିନି, ମାନେ ମୋର ସେଇ ବିତି ଯାଉଥିବା ମାନେ ମୁମେଣ୍ଟ, ଯେଉଁ ମାନେ ସ୍ମୃତିକୁ ମୁଁ ସାଉଁଟିକି ରଖିବାକୁ ଟ୍ରାଏ କରିବି ଆଜିଠାରୁ। ଆଉ ମୋତେ କିଏ କ'ଣ କହୁ କି ନ କହୁ ସେଇଟା ମୋତେ କିଛି ଫରକ ପଡ଼େନି। ତ ବର୍ତ୍ତମାନ ସକାଳେ ଛାତ ଉପରେ ବସିଥିଲି, ତ ଛାତ ଉପରେ ବସିଛି। ସକାଳୁ ଟିକେ ଆମର ଚଣା ଭେଦେଇଥିଲି, ଚଣା ଖାଇବା, ଯିବା ଟିକେ କ'ଣ ଜଳଖିଆ ଖାଇବା। ତ ଆପଣମାନଙ୍କ ସହିତ ସେୟାର କରିବି। ତ ଆପଣ ଯଦି ଚାହିଁବେ ଦେଖିବେ, ନ ଦେଖିଲେ ବି ମୋତେ କିଛି ଫରକ ପଡ଼ିବନି। ଲେଟ୍ସ ସି। ଗୋଟେ ବହୁତ ସୁନ୍ଦର ଜିନିଷ ଆଗକୁ ଆସୁଛି, ମକର ସଂକ୍ରାନ୍ତି। କାଲି ପରଦିନ ପ୍ରାୟ ମେ ବି ପଡ଼ିବ। ତ ଆମର ମାନେ କଟକ ସହରରେ ଏବେ ବି ଗୁଡ଼ି ଉଡ଼ା ଚାଲୁଛି। ମାନେ କେଡ଼େ ସୁନ୍ଦର ସୁନ୍ଦର ଗୁଡ଼ି ଏଗୁଡ଼ା ସବୁ ଉଡ଼ଉଛନ୍ତି। ଯେତେବେଳେ ସମୟ ମିଳୁଛି ମୁଁ ଟିକେ ଟିକେ, ଏଇଟା ଆମ ଛାତ ଉପରେ ଆସି ମାନେ ଛିଣ୍ଡିକି ପଡ଼ିଥିଲା। ତ ଆପଣମାନଙ୍କୁ ଦେଖି ସେୟାର କରିଦେଲି କେଡ଼େ ସୁନ୍ଦର ସୁନ୍ଦର ହେଇଛି। ତା ସହିତ ଏବେ ସକାଳୁ ମୁଁ ଭେଦେଇଥିଲି ମାନେ ଆମର ଚଣା, ସବୁ ଖାଇବିନି, ଅଳ୍ପ 2-4 ମାନେ ଅଳ୍ପ 2 ମୁଠା ଖଣ୍ଡେ ଖାଇବି ଟିକେ ଏନର୍ଜି ପାଇଁ। ତ ସେମିତି ଆସି ଛାତ ଉପରେ ମୁଁ ବସିଛି। ତ ଏଇଟା ଆମର ସକାଳୁ ସକାଳୁ ଟିକେ ମୁଠାଏ ଖଣ୍ଡେ ଚୋବେଇ ଦେବା, ପ୍ରୋଟିନ୍, ଭିଟାମିନ୍, ଏନର୍ଜି ମିଳିବ, ଷ୍ଟାମିନା ମିଳିବ। ତ କିଏ କ'ଣ କହୁଛି ତାକୁ ତମେ ଯଦି ଇଗ୍ନୋର କରିବ, ଆଗକୁ ଯିବ। ଆଜିକା ଡେଟ୍ରେ ସବୁଠୁ ବଡ଼ ଟ୍ୟାଲେଣ୍ଟ ହେଉଛି ଇଗ୍ନୋର କରିବା। ତ ଏବେ ମୁଁ ଯିବି ମାର୍କେଟ, ଟିକେ ବ୍ରେକଫାଷ୍ଟ କରିବା, କ'ଣ ପରିବା ଟିକେ ଆଣିବା, ରୋଷେଇ କରିବା। ବାଏ। ଖାଇବ ନେଇଯାଅ। ଗୋଟେ 30 ଟଙ୍କାର ଗୋଟେ ମୋର ଅଲଗା କଥା, 100 ଟଙ୍କା ଏଇ ବା ସେଇଠି ନା କ'ଣ ନା
ମାନେ ସକାଳୁ ସକାଳୁ ଖରାରେ ଛାତ ଉପରେ ବସିକି ପୁଣି ପତ୍ରରେ ଇଟିଲି ବରା ପିଆଜି ମିଶେଇକି ଖାଇବାର ଓହୋ ହୋ ହୋ ମାନେ ଆକ୍ଚୁଆଲି ତରକାରୀ ଅଧିକା ଦେଇ ଦେଇଥିଲା ତ ପତ୍ରରେ ଜାଗା ନହେବାରୁ ତଳେ ପଡ଼ିଯାଉଛି ସରି। ତ ଏବେ ଆମେ ଗୋଟେ ଟେଷ୍ଟ କରିବା। ବଢ଼ିଆ ଟେଷ୍ଟ ଅଛି। ଆଉ କଣ ଦରକାର ଜୀବନରେ ସକାଳୁ ସକାଳୁ ଟିକେ ଏମିତିଆ ଜଳଖିଆ ହେଇଗଲେ ଆଉ କଣ ଦରକାର ଏଇ ତ ଜୀବନ ଆଉ। ବ୍ରେକଫାଷ୍ଟ ପୁରା କମ୍ପ୍ଲିଟ। ପତ୍ରରେ ଦେଇଥିଲା ମାନେ ଦେଖୁଛନ୍ତି କେନ୍ତା ଦେଖା ସୁନ୍ଦର ମାନେ ପତ୍ରରେ ଖାଇବାର ମଜା ପୁରା ଅଲଗା। ଆଉ ଏପଟେ ତ ଅଛି ଗୁଡ଼ି ତ ଖରାରେ ବସିକି ସକାଳୁ ସକାଳୁ ବ୍ରେକଫାଷ୍ଟ ଟିକେ କରିବାର ତାର ମଜା ପୁରା ଅଲଗା। ତା ପୁଣି ପତ୍ର ଓ ସୁଇଟ୍ ଆଉ ଟିକେ ଝୋଳ ଇଏରେ ରହିଯାଇଛି। ତ ଚାଲନ୍ତୁ ଆଜିର ଡେ କିପରି ସ୍ପେଣ୍ଡ କରୁଛି ତ ସେ ମୁମେଣ୍ଟ ସବୁ ମୁଁ ସାଇତି ରଖିବା ପାଇଁ ଆପଣମାନଙ୍କ ସହିତ ବି ସେୟାର କରିବି। ତ ଲେଟ୍ସ ସି ଆଜି ସବୁ କଣ ହେଉଛି ଆଉ। ଆମେ କୋବି ତରକାରୀ କରୁଛୁ। କୋବି ଫୁଲକୋବି ଟିକେ ତରକାରୀ ନୁହଁ ତ ଟିକେ କଷା ଆକାରରେ କରିବା। କେମିତି ଦେଖାହେଉଛି ଆପଣମାନେ କହିବେ କମେଣ୍ଟ କରିକି। ତ ମୁଁ ଏବେ ରୋଷେଇ କରୁଥିଲି। ତ ସନ୍ଧ୍ୟାରେ ଏବେ ଆମେ ଟିକେ ଗୁପଚୁପ୍ ଟେଷ୍ଟ କରିବା। ତ ଗୋଟେ ଭାଇ ମାନେ ଏମିତି ସମୟ ଆସିଯାଇଛି ଗୁପଚୁପ୍ ଷ୍ଟଲରେ ଝିଅଙ୍କର ଯେତିକି ଭିଡ଼ ନୁହଁ ଏବେ ପୁଅଙ୍କର ତାଠୁ ଅଧିକା ଭିଡ଼। ମାନେ ଗୁପଚୁପ୍ର ଟେଷ୍ଟ ସବୁ ପୁରା ମସ୍ତ ଲାଗେ ଖଟା ପାଣି ଓ ହୋ ହୋ। ତ ବର୍ତ୍ତମାନ ଆମେ ଗୁପଚୁପ୍କୁ ଟେଷ୍ଟ କରିବା ତ କେମିତି ଲାଗୁଛି। ତ ଚାଲନ୍ତୁ ସ୍ପେଶାଲ ଗୁପଚୁପ୍ ଟିକେ ଟେଷ୍ଟ କରିବା। ତ ବର୍ତ୍ତମାନ ଆମେ ଗୁପଚୁପ୍ ଟେଷ୍ଟ କରିବା ପୁରା ସ୍ପେଶାଲ ଗୁପଚୁପ୍। ମତେ କଣ କହିଲେ ଖଟା ପାଣିରେ ବୁଡ଼େଇକି ଖାଇବାକୁ ଭଲ ଲାଗେ ଯେତେ ସ୍ପେଶାଲ ହବ। ତମେ ଯାହା ଖାଅ କିନ୍ତୁ ଗୁପଚୁପ୍ର ଟେଷ୍ଟ କେହି ଦେଇପାରିବେନି। ମୁଁ ଜାଣିନି ଏଇଟା କେତେ ହେଲ୍ଦି ତଥାପି ଗୁପଚୁପ୍ର ଟେଷ୍ଟଟା ଟିକେ ବହୁତ ସୁନ୍ଦର। ସେଥିପାଇଁ ତ ମାନେ ଗୁପଚୁପ୍ ଷ୍ଟଲରେ ଆଗରୁ ଗୋଟେ ସମୟ ଥିଲା ଖାଲି ଝିଅ ସ୍ତ୍ରୀ ଲୋକ ସବୁ ଖାଉଥିଲେ। ଏବେ କିନ୍ତୁ ଗୁପଚୁପ୍ ଷ୍ଟଲରେ ଝିଅଙ୍କ ଅପେକ୍ଷା ପୁଅଙ୍କର ଭାରି ଭିଡ଼। ମୁଁ ସେଇଠି ଖାଇଥାନ୍ତି
खाली वीडियो आपण मान करिया पई रूम को नहीं गेले खाली कौन प्रोब्लेम है ना ये जो खट्टा पानटा आ खट्टा ही था खट्टा खट्टा लगुनि आदि खट्टा है पूरा पैसा उठ जाता एटा लास्ट मु कहली ना गुपचुप रो टेस्ट आउ केही दे परियनी खट्टा तो लागुनी टिके ना पी दवा मस्त पूरा मस्त बस आज ब्लॉग वीडियो ये एंड करुची तो नेक्स्ट देखा नेक्स्ट वीडियो रे बाय।